ଯାତ୍ରା ପୁସ୍ତକ 12 ପର୍ବ। ଅନନ୍ତର ମିଶର ଦେଶରେ ସଦାପ୍ରଭୁ ମୋଶା ଓ ହାରୋନଙ୍କୁ କହିଲେ, ଏହି ମାସ ତୁମ୍ଭମାନଙ୍କ ପ୍ରଧାନ ମାସ ଓ ବର୍ଷର ପ୍ରଥମ ମାସ ହେବ। ତୁମ୍ଭେମାନେ ଇସ୍ରାଏଲୀୟ ସମଗ୍ର ମଣ୍ଡଳୀକି ଏହି କଥା କୁହ, ଏହି ମାସର 10ମ ଦିନରେ ତୁମ୍ଭମାନଙ୍କର ପ୍ରତ୍ୟେକ ମନୁଷ୍ୟ ପିତୃଗୃହାନୁସାରେ ପ୍ରତ୍ୟେକ ପରିବାର ନିମନ୍ତେ ଏକ ମେଷ ଶାବକ ନେବ। ଆଉ ଗୋଟିଏ ମେଷ ଶାବକ ନେବା ନିମନ୍ତେ ଯେବେ କୌଣସି ପରିଜନ ଅଳ୍ପ ହେବ, ତେବେ ସେ ଓ ତାହାର ଗୃହ ନିକଟବର୍ତ୍ତୀ ପ୍ରତିବାସୀ ପ୍ରାଣୀଗଣର ଶିକ୍ଷା ଅନୁସାରେ ଏକ ମେଷ ଶାବକ ନେବେ। ତୁମ୍ଭେମାନେ ପ୍ରତ୍ୟେକ ଜଣର ଭୋଜନ ଶକ୍ତି ଅନୁସାରେ ମେଷ ଶାବକର ଅଟକଳ କରିବ। ତୁମ୍ଭେମାନେ ମେଷପଲ ବା ଛାଗପଲ ମଧ୍ୟରୁ ଶାବକ ନେବ, ତାହା ନିର୍ଦ୍ଦୋଷ, 1 ବର୍ଷୀୟ ଓ ପୁଂ ଶାବକ ହେବ। ସେହି ମାସର 14 ଦିନ ଯାଏଁ ତାକୁ ବନ୍ଦ କରି ରଖିବ। ଅନନ୍ତର ଇସ୍ରାଏଲ ମଣ୍ଡଳୀର ସମସ୍ତ ସମାଜ ସନ୍ଧ୍ୟା କାଳରେ ସେ ଶାବକକୁ ବଧ କରିବେ। ପୁଣି ଲୋକମାନେ ତାହାର କିଛି ରକ୍ତ ନେଇ ଯେଉଁ ଯେଉଁ ଗୃହ ମଧ୍ୟରେ ମେଷ ଭୋଜନ କରିବେ, ସେହି ଗୃହ ଦ୍ୱାରର 2 ବାଜୁବନ୍ଧ ଓ କପାଳି ଉପରେ ତାହା ଲଗାଇବେ, ଆଉ ସେହି ରାତ୍ରିରେ ତାହାର ମାଂସ ଭୋଜନ କରିବେ। ଅଗ୍ନିରେ ଦଗ୍ଧ କରି ତାଡ଼ି ଶୂନ୍ୟ ରୋଟି ଓ ପିତା ଶାକ ସହିତ ତାହା ଭୋଜନ କରିବେ। ତୁମ୍ଭେମାନେ ସେହି ମାଂସ ଅପକ୍ୱ କିମ୍ବା ଜଳରେ ସିଦ୍ଧ କରି ଭୋଜନ କରିବ ନାହିଁ, ମାତ୍ର ଅଗ୍ନିରେ ତାହାର ମୁଣ୍ଡ ଓ ଜଙ୍ଘ ଶରୀର ସମେତ ଦଗ୍ଧ କରି ଭୋଜନ କରିବ। ପୁଣି ପ୍ରଭାତ ଯାଏଁ ତହିଁର କିଛି ରଖିବ ନାହିଁ। ଯେବେ ପ୍ରଭାତ ପର୍ଯ୍ୟନ୍ତ କିଛି ଅବଶିଷ୍ଟ ରହିବ, ତାହା ଅଗ୍ନିରେ ଭସ୍ମସାତ ହେବ। ଏହି ପ୍ରକାରେ ତୁମେମାନେ ତାହା ଭୋଜନ କରିବ, ଅର୍ଥାତ୍ କଟିବନ୍ଧନ କରି ପାଦୁକାରେ ପାଦୁକା ଦେଇ ହସ୍ତରେ ଯଷ୍ଟି ଘେନି ଅଞ୍ଚଳ ତାହା ଭୋଜନ କରିବ। ଏହା ସଦାପ୍ରଭୁଙ୍କର ନିସ୍ତାର ପର୍ବ। ଯେହେତୁ ଆମେ ଆଜି ରାତ୍ରି ମିଶର ଦେଶର ମଧ୍ୟ ଦେଇ ଯାଇ ମିଶର ଦେଶସ୍ଥ ମନୁଷ୍ୟ ଓ ପଶୁର ସମସ୍ତ ପ୍ରଥମ ଜାତକୁ ସଂହାର କରିବା, ପୁଣି ମିସ୍ତ୍ରୀୟ ସମସ୍ତ ଦେବତାର ବିଚାର କରି ଦଣ୍ଡ ଦେବା, ଆମ୍ଭେ ସଦାପ୍ରଭୁ। ଏଣୁକରି ତୁମେମାନେ ଯେଉଁ ଯେଉଁ ଗୃହରେ ଥାଅ, ସେହି ଗୃହରେ ସେହି ରକ୍ତ ଚିହ୍ନ ସ୍ୱରୂପେ ରହିବ। ଆଉ ଆମ୍ଭେ ମିଶର ଦେଶକୁ ଦଣ୍ଡ ଦେବା ସମୟରେ ସେହି ରକ୍ତ ଦେଖିଲେ ତୁମ୍ଭମାନଙ୍କୁ ଛାଡ଼ି ଆଗକୁ ଯିବା। ସଂହାରକ ଆଘାତ ତୁମ୍ଭମାନଙ୍କ ପ୍ରତି ଘଟିବ ନାହିଁ, ଆଉ ସେହିଦିନ ତୁମ୍ଭମାନଙ୍କର ସ୍ମରଣୀୟ ହେବ। ପୁଣି ତୁମ୍ଭେମାନେ ସେହି ଦିନକୁ ସଦାପ୍ରଭୁଙ୍କ ପର୍ବ ରୂପେ ପାଳନ କରିବ। ପୁରୁଷାନୁକ୍ରମେ ଅନନ୍ତକାଳୀନ ବିଧି ମତେ ଏହି ପର୍ବ ପାଳନ କରିବ। ତୁମେମାନେ 7 ଦିନ ପର୍ଯ୍ୟନ୍ତ ତାଡ଼ି ଶୂନ୍ୟ ରୋଟି ଖାଇବ। ବିଶେଷତଃ ପ୍ରଥମ ଦିନ ଆପଣା ଆପଣା ଗୃହରୁ ତାଡ଼ି ଦୂର କରିବ, କାରଣ ଯେଉଁ ଜଣ ପ୍ରଥମ ଦିନଠାରୁ 7ମ ଦିନ ପର୍ଯ୍ୟନ୍ତ ତାଡ଼ି ମିଶ୍ରିତ ରୋଟି ଖାଇବ, ସେ ପ୍ରାଣୀ ଇସ୍ରାଏଲ ମଧ୍ୟରୁ ଉଚ୍ଛିନ୍ନ ହେବ। ଆଉ ପ୍ରଥମ ଦିନରେ ତୁମ୍ଭମାନଙ୍କର ପବିତ୍ର ସଭା ହେବ। ପୁଣି 7ମ ଦିନରେ ମଧ୍ୟ ତୁମ୍ଭମାନଙ୍କର ପବିତ୍ର ସଭା ହେବ। ଆଉ ସେହି 2 ଦିନରେ ପ୍ରତ୍ୟେକ ପ୍ରାଣୀର ଖାଦ୍ୟର ଆୟୋଜନ ବିନୁ ଆଉ କୌଣସି କର୍ମ କରାଯିବ ନାହିଁ, କେବଳ ସେହି କର୍ମ ତୁମ୍ଭେମାନେ ହିଁ କରିପାରିବ। ଏହି ପ୍ରକାରେ ତୁମ୍ଭେମାନେ ତାଡ଼ି ଶୂନ୍ୟ ରୋଟିର ପର୍ବ ପାଳନ କରିବ, କାରଣ ସେହି ଦିନରେ ହିଁ ଆମ୍ଭେ ତୁମ୍ଭମାନଙ୍କର ସୈନ୍ୟମାନଙ୍କୁ ମିଶର ଦେଶରୁ ବାହାର କରି ଆଣିବା। ଏଣୁ ତୁମ୍ଭେମାନେ ପୁରୁଷାନୁକ୍ରମେ ଅନନ୍ତକାଳୀନ ବିଧି ମତେ ଏହି ଦିନ ପାଳନ କରିବ। ତୁମ୍ଭେମାନେ ପ୍ରଥମ ମାସର 14 ଦିନର ସନ୍ଧ୍ୟା ସମୟରୁ 21 ଦିନର ସନ୍ଧ୍ୟା ପର୍ଯ୍ୟନ୍ତ ତାଡ଼ି ଶୂନ୍ୟ ରୋଟି ଭୋଜନ କରିବ। ସପ୍ତାହ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଗୃହରେ ଲେଶ ମାତ୍ର ତାଡ଼ି ନ ରହୁ, କାରଣ ବିଦେଶୀ ଅବା ସ୍ୱଦେଶୀ ଯେଉଁ ଜନ ଇତିମଧ୍ୟରେ ତାଡ଼ି ମିଶ୍ରିତ ଦ୍ରବ୍ୟ ଖାଇବ, ସେ ପ୍ରାଣୀ ଇସ୍ରାଏଲ ମଣ୍ଡଳୀରୁ ଉଚ୍ଛିନ୍ନ ହେବ। ତୁମେମାନେ ତାଡ଼ି ମିଶ୍ରିତ କୌଣସି ଦ୍ରବ୍ୟ ଖାଇବ ନାହିଁ। ତୁମ୍ଭେମାନେ ଆପଣା ଆପଣା ସମସ୍ତ ବାସସ୍ଥାନରେ ତାଡ଼ି ଶୂନ୍ୟ ରୋଟି ଖାଇବ। ସେତେବେଳେ ମୋଶା ଇସ୍ରାଏଲର ସମସ୍ତ ପ୍ରାଚୀନ ଲୋକଙ୍କୁ ଡକାଇ କହିଲେ, ତୁମ୍ଭେମାନେ ଆପଣାମାନଙ୍କ ନିମନ୍ତେ ଆପଣା ଆପଣା ପରିଜନ ଅନୁସାରେ ଏକ ମେଷ ଶାବକ ବାହାର କରି ନେଇ ନିସ୍ତାର ପର୍ବ୍ୟ ବଳି ବଧ କର। ପୁଣି ବିଡ଼ାଏ ସୋଏବ ଘେନି ପାତ୍ରସ୍ଥିତ ରକ୍ତରେ ବୁଡ଼ାଇ ଦ୍ୱାରର କପାଳି ଓ 2 ବାଜୁବନ୍ଧ ଉପରେ ପାତ୍ରସ୍ଥିତ ରକ୍ତ ଲଗାଅ। ପୁଣି ପ୍ରଭାତ ଯାଏଁ ତୁମ୍ଭମାନଙ୍କର କେହି ଗୃହ ଦ୍ୱାରର ବାହାରକୁ ନ ଯାଉ।
ଯେହେତୁ ସଦାପ୍ରଭୁ ମିଶ୍ରୀୟମାନଙ୍କୁ ଆଘାତ କରିବାକୁ ଓ ସେମାନଙ୍କ ମଧ୍ୟ ଦେଇ ଯିବେ, ତହିଁରେ ଦ୍ୱାରର କପାଳି ଓ 2 ବାଜୁବନ୍ଧ ଉପରେ ସେହି ରକ୍ତ ଦେଖିଲେ ସଦାପ୍ରଭୁ ସେହି ଦ୍ୱାର ଛାଡ଼ି ଆଗକୁ ଯିବେ। ତୁମ୍ଭମାନଙ୍କ ଗୃହରେ ସଂହାରକୁ ପ୍ରବେଶ କରି ଆଘାତ କରିବାକୁ ଦେବେ ନାହିଁ। ପୁଣି ତୁମ୍ଭେମାନେ ଓ ଯୁଗାନୁକ୍ରମେ ତୁମ୍ଭମାନଙ୍କ ସନ୍ତାନମାନେ ବିଧି ମତେ ଏହି ରୀତି ପାଳନ କରିବ। ଆଉ ସଦାପ୍ରଭୁ ଆପଣା ପ୍ରତିଜ୍ଞାନୁସାରେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବେ, ସେଠାରେ ପ୍ରବେଶ କଲେ ଏହି ସେବା ସାଧନ କରିବ। ପୁଣି ତୁମ୍ଭମାନଙ୍କର ଏହି ସେବାର ଅଭିପ୍ରାୟ କ'ଣ? ଏହା ତୁମ୍ଭମାନଙ୍କ ସନ୍ତାନମାନେ ପଚାରିଲେ ତୁମ୍ଭେମାନେ କହିବ, ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବୀୟ ବଳିଦାନ। କାରଣ ମିଶ୍ରୀୟମାନଙ୍କୁ ଆଘାତ କରିବା ବେଳେ ସେ ମିଶରରେ ପ୍ରବାସୀ ଇସ୍ରାଏଲୀୟ ସନ୍ତାନଗଣର ଗୃହ ସବୁ ଛାଡ଼ି ଆଗକୁ ଯାଇ ଆମ୍ଭମାନଙ୍କ ଗୃହ ରକ୍ଷା କରିଥିଲେ। ସେତେବେଳେ ଲୋକମାନେ ମସ୍ତକ ନତ କରି ପ୍ରଣାମ କଲେ। ତ ଇସ୍ରାଏଲୀୟ ସନ୍ତାନମାନେ ଯାଇ ସେପରି କଲେ। ଆଉ ସେମାନେ ମୋଶା ଓ ହାରୋନଙ୍କ ପ୍ରତି ସଦାପ୍ରଭୁଙ୍କର ଆଜ୍ଞାନୁସାରେ କର୍ମ କଲେ। ଅନନ୍ତର ଅର୍ଦ୍ଧରାତ୍ର ସମୟରେ ସଦାପ୍ରଭୁ ସିଂହାସନ ଉପବିଷ୍ଟ ଫାରୋଙ୍କର ପ୍ରଥମଜାତ ସନ୍ତାନଠାରୁ କାରାକୁପସ୍ଥ ବନ୍ଦୀର ପ୍ରଥମଜାତ ସନ୍ତାନ ପର୍ଯ୍ୟନ୍ତ ମିଶର ଦେଶସ୍ଥିତ ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ଓ ପଶୁମାନଙ୍କର ପ୍ରଥମଜାତ ଶାବକଗଣକୁ ଆଘାତ କଲେ। ତହିଁରେ ଫାରୋ ଓ ତାଙ୍କର ଦାସଗଣ ଓ ମିଶ୍ରୀୟ ଲୋକ ସମସ୍ତେ ରାତ୍ରିରେ ଉଠିଲେ। ପୁଣି ମିଶର ଓ ଦେଶରେ ମହାରୋଦନ ହେଲା, କାରଣ ଯେଉଁ ଗୃହରେ କେହି ମରିନାହିଁ ଏପରି ଗୃହ ନଥିଲା। ତେଣୁ ରାତ୍ରି କାଳରେ ଫାରୋ ମୋଶା ଓ ହାରୋନଙ୍କୁ ଡକାଇ କହିଲେ, ତୁମ୍ଭେମାନେ ଓ ଇସ୍ରାଏଲ ବଂଶ ଉଠି ଆମ୍ଭ ଲୋକମାନଙ୍କ ମଧ୍ୟରୁ ବାହାର ହୁଅ। ତୁମ୍ଭମାନଙ୍କ ବାକ୍ୟାନୁସାରେ ସଦାପ୍ରଭୁଙ୍କ ସେବା କରିବା ପାଇଁ ଯାତ୍ରା କର। ତୁମ୍ଭମାନଙ୍କର ବାକ୍ୟାନୁସାରେ ମେସାଦିବାଦୀ ପଲ ସମସ୍ତଙ୍କୁ ନେଇ ଚାଲିଯାଅ ଓ ଆମ୍ଭକୁ ହିଁ ଆଶୀର୍ବାଦ କର। ସେତେବେଳେ ମିଶ୍ରୀୟମାନେ ଲୋକମାନଙ୍କୁ ଶୀଘ୍ର ଦେଶରୁ ପଠାଇଦେବା ନିମନ୍ତେ ବ୍ୟଗ୍ର ହେଲେ, କାରଣ ସେମାନେ କହିଲେ, ଆମେ ସମସ୍ତେ ମୃତକଳ୍ପ। ତହିଁରେ ଚକଟା ମଇଦା ତାଡ଼ି ମିଶ୍ରିତ ହେବା ପୂର୍ବରୁ ଲୋକମାନେ ତାହା ନେଇ ମଇଦା ଦଳିବା ପାତ୍ର ସବୁ ଆପଣା ଆପଣା ବସ୍ତ୍ରରେ ବାନ୍ଧି ସ୍କନ୍ଧରେ ଘେନିଲେ। ପୁଣି ଇସ୍ରାଏଲ ସନ୍ତାନଗଣ ମୋଶାଙ୍କର ବାକ୍ୟାନୁସାରେ ମିଶ୍ରୀୟମାନଙ୍କୁ ରୌପ୍ୟ ଅଳଙ୍କାର ଓ ସୁବର୍ଣ୍ଣ ଅଳଙ୍କାର ଓ ବସ୍ତ୍ର ମାଗିଲେ। ତହିଁରେ ସଦାପ୍ରଭୁ ମିଶ୍ରୀୟମାନଙ୍କ ଦୃଷ୍ଟିରେ ଲୋକମାନଙ୍କୁ ଅନୁଗ୍ରହର ପାତ୍ର କରିବାରୁ ସେମାନେ ସେମାନଙ୍କୁ ଯାହା ମାଗିଲେ ସେମାନେ ତାହା ଦେଲେ। ଏହି ପ୍ରକାରେ ସେମାନେ ମିଶ୍ରୀୟମାନଙ୍କର ଧନ ହରଣ କଲେ। ଅନନ୍ତର ଇସ୍ରାଏଲ ସନ୍ତାନମାନେ ବାଳକ ଛଡ଼ା ପ୍ରାୟ 6 ଲକ୍ଷ ପୁରୁଷ ପାଦ ଗତିରେ ରାମିସେସ୍ ଠାରୁ ସୁକୋତକୁ ଯାତ୍ରା କଲେ। ପୁଣି ମିଶ୍ରିତ ଲୋକମାନଙ୍କର ଏକା ମହାଜନତା ମେଷଗଦାଦି ଅନେକ ଅନେକ ପଶୁ ସେମାନଙ୍କ ସହିତ ପ୍ରସ୍ଥାନ କଲେ। ଅନନ୍ତର ସେମାନେ ମିଶରଠାରୁ ଆନିତ ଚକଟା ମଇଦାରେ ତାଡ଼ିଶୂନ୍ୟ ପିଷ୍ଟକ ପ୍ରସ୍ତୁତ କଲେ, କାରଣ ତାହା ତାଡ଼ି ମିଶ୍ରିତ ହୋଇନଥିଲା। ଯେହେତୁ ସେମାନେ ମିଶରରୁ ତାଡ଼ିତ ହୋଇଥିଲେ, ଏଥିପାଇଁ ବିଳମ୍ବ କରି ନ ପାରିବାରୁ ଆପଣମାନଙ୍କ ନିମନ୍ତେ କିଛି ଖାଦ୍ୟ ପ୍ରସ୍ତୁତ କରିପାରିନଥିଲେ। ଇସ୍ରାଏଲ ବଂଶ 430 ବର୍ଷ ପର୍ଯ୍ୟନ୍ତ ମିଶର ଦେଶରେ ପ୍ରବାସ କରିଥିଲେ। ସେହି 430 ବର୍ଷ ଶେଷରେ ସେହି ଦିନରେ ସଦାପ୍ରଭୁଙ୍କର ସୈନ୍ୟ ସମୂହ ମିଶରରୁ ବାହାର ହେଲେ। ମିଶର ଦେଶରୁ ସେମାନେ ବାହାର ହେବା ହେତୁରୁ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅତ୍ୟନ୍ତ ପାଳନୀୟ ରାତ୍ରି। ତାହା ସଦାପ୍ରଭୁଙ୍କ ରାତ୍ରି ବୋଲି ଇସ୍ରାଏଲ ସନ୍ତାନମାନଙ୍କର ପୁରୁଷାନୁକ୍ରମେ ବିଶେଷ ପାଳନୀୟ ଅଟଇ। ଆଉ ସଦାପ୍ରଭୁ ମୋଶା ଓ ହାରୋନଙ୍କୁ କହିଲେ, ନିସ୍ତାର ପର୍ବର ଏହି ବିଧି, କୌଣସି ବିଦେଶୀୟ ଲୋକ ତାହା ଭୋଜନ କରିବ ନାହିଁ। ମାତ୍ର ରୌପ୍ୟ ଦ୍ୱାରା କ୍ରୀତ ପ୍ରତ୍ୟେକ ଲୋକର ଦାସ ସୁନ୍ନତ ହେଲେ ଖାଇପାରିବ। କୌଣସି ପ୍ରବାସୀ ବା ବର୍ତ୍ତନଜୀବୀ ଦାସ ତାହା ଖାଇପାରିବ ନାହିଁ। ଏକ ଗୃହ ମଧ୍ୟରେ ତାହା ଭୋଜନ କରାଯିବ। ତୁମେମାନେ ସେ ମାଂସର କିଛି ମାତ୍ର ଗୃହ ବାହାରକୁ ନେଇଯିବ ନାହିଁ, କିଏ ବା ତାହାର ଗୋଟିଏ ଅସ୍ଥି ହିଁ ଭାଙ୍ଗିବ ନାହିଁ। ଇସ୍ରାଏଲର ସମସ୍ତ ମଣ୍ଡଳୀ ତାହା ପାଳନ କରିବେ। ପୁଣି ତୁମ୍ଭ ସାଙ୍ଗରେ ପ୍ରବାସୀ କୌଣସି ବିଦେଶୀ ଲୋକ ଯେବେ ସଦାପ୍ରଭୁଙ୍କର ନିସ୍ତାର ପର୍ବ ପାଳନ କରିବାକୁ ଚାହେଁ, ତେବେ ତାହାର ପରିବାରର ସମସ୍ତ ପୁରୁଷ ସୁନ୍ନତ ହେଉନ୍ତୁ। ତହିଁ ଉତ୍ତରୁ ସେ ନିକଟକୁ ଆସି ପର୍ବ ପାଳନ କରୁ। ତହିଁରେ ସେ ଦେଶଜାତ ଲୋକ ତୁଲ୍ୟ ହେବ। ମାତ୍ର କୌଣସି ଅସୁନ୍ନତ ଲୋକ ତାହା ଭୋଜନ କରିବ ନାହିଁ। ଆଉ ଦେଶଜାତ ଲୋକ ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀୟ ଲୋକ ପ୍ରତି ଗୋଟିଏ ବିଧି ହେବ।
ତହିଁରେ ଇସ୍ରାଏଲର ସମସ୍ତ ସନ୍ତାନ ଏହି ପ୍ରକାର କଲେ। ମୋଶା ଓ ହାରଣଙ୍କ ପ୍ରତି ସଦାପ୍ରଭୁଙ୍କର ଆଜ୍ଞା ଯେପରି ଥିଲା ସେହିପରି ସେମାନେ କଲେ। ଏହି ପ୍ରକାର ସଦାପ୍ରଭୁ ସେହିଦିନ ସୈନ୍ୟ ଶ୍ରେଣୀବଦ୍ଧ ଇସ୍ରାଏଲ ସନ୍ତାନଗଣକୁ ମିଶର ଦେଶରୁ ବାହାର କରି ଆଣିଲେ।